ଶୁଣୁଛନ୍ତି 15 ନଭେମ୍ବର 2025 ପ୍ରାତଃ ମୁରଲି। ବାବା କହୁଛନ୍ତି ମିଠେ ବଚ୍ଚେ, ନିଜର ଚରିତ୍ରକୁ ସୁଧାରିବା ପାଇଁ ଯୋଗର ଯାତ୍ରାରେ ରହିବାକୁ ହେବ। ବାବାଙ୍କର ସ୍ମୃତି ହିଁ ତୁମକୁ ସଦାକାଳ ପାଇଁ ସୌଭାଗ୍ୟଶାଳୀ କରିଦେବ। ନିଜର ଚରିତ୍ରକୁ ସୁଧାରିବା ପାଇଁ ଯୋଗର ଯାତ୍ରାରେ ରହିବାକୁ ହେବ। ବାବାଙ୍କର ସ୍ମୃତି ହିଁ ତୁମକୁ ସଦାକାଳ ପାଇଁ ସୌଭାଗ୍ୟଶାଳୀ କରିଦେବ। ପ୍ରଶ୍ନ, ଅବସ୍ଥାର ପରୀକ୍ଷା କେଉଁ ସମୟରେ ହୋଇଥାଏ? କାହାର ଅବସ୍ଥା ଭଲ ବୋଲି କୁହାଯିବ? ଅବସ୍ଥାର ପରୀକ୍ଷା କେଉଁ ସମୟରେ ହୋଇଥାଏ? କାହାର ଅବସ୍ଥା ଭଲ ବୋଲି କୁହାଯିବ? ଉତ୍ତର, ବେମାରୀ ସମୟରେ ହିଁ ଅବସ୍ଥାର ପରୀକ୍ଷା ହୋଇଥାଏ। ବେମାରୀ ସମୟରେ ମଧ୍ୟ ଖୁସି କାୟମ ରହୁ ଏବଂ ନିଜର ପ୍ରଫୁଲ୍ଲିତ ଚେହେରା ଦ୍ୱାରା ହିଁ ସମସ୍ତଙ୍କୁ ବାବାଙ୍କର ସ୍ମରଣ କରାଉଥାଅ। ଏହାକୁ ହିଁ ଭଲ ଅବସ୍ଥା କୁହାଯିବ। ଯଦି ନିଜେ କାନ୍ଦିବ, ଉଦାସ ହେବ, ତେବେ ଅନ୍ୟମାନଙ୍କୁ ଖୁସି କିପରି କରିପାରିବ? ତେଣୁ କିଛି ବି ହୋଇଯାଉ, କାନ୍ଦିବାର ନାହିଁ। ଓମ୍ ଶାନ୍ତି। ଦୁଇଟି ଶବ୍ଦର ଗାୟନ କରାଯାଏ, ଦୁର୍ଭାଗ୍ୟଶାଳୀ ଏବଂ ସୌଭାଗ୍ୟଶାଳୀ। ସୌଭାଗ୍ୟ ଚାଲିଗଲେ ତାହାକୁ ଦୁର୍ଭାଗ୍ୟ କୁହାଯାଏ। ସ୍ତ୍ରୀର ସ୍ୱାମୀ ମରିଗଲେ ତାକୁ ମଧ୍ୟ ଦୁର୍ଭାଗ୍ୟ କୁହାଯାଇଥାଏ। ଏକୁଟିଆ ହୋଇଯାଇଥାନ୍ତି। ଏବେ ତୁମେ ଜାଣୁଛ, ଆମେ ସବୁବେଳ ପାଇଁ ସୌଭାଗ୍ୟଶାଳୀ ହେଉଛୁ। ସେଠାରେ ଦୁଃଖର କୌଣସି କଥା ନଥାଏ। ମୃତ୍ୟୁର ନାମ ମଧ୍ୟ ନଥାଏ। ବିଧବା ନାମ ହିଁ ନଥାଏ। ବିଧବାମାନଙ୍କୁ ଦୁଃଖ ହୋଇଥାଏ, ସବୁବେଳେ କାନ୍ଦୁଥାନ୍ତି। ଭଲେ ସାଧୁ ସନ୍ଥ ବି ହୁଅନ୍ତୁ, ଏମିତି ନୁହେଁ ଯେ ତାଙ୍କୁ କୌଣସି ଦୁଃଖ ହେଉନାହିଁ। କେହି କେହି ଦୁଃଖୀ ହୋଇ ପାଗଳ ହୋଇଯାଆନ୍ତି, ରୋଗୀ ମଧ୍ୟ ହୋଇଯାଇଥାନ୍ତି। ଏହା ହେଉଛି ରୋଗୀମାନଙ୍କର ଦୁନିଆ। ସତ୍ୟଯୁଗ ହେଉଛି ନିରୋଗୀ ଦୁନିଆ। ତୁମେ ପିଲାମାନେ ଜାଣୁଛ, ଆମେ ଭାରତକୁ ପୁନର୍ବାର ଶ୍ରୀମତ ଆଧାରରେ ନିରୋଗୀ କରୁଛୁ। ବର୍ତ୍ତମାନର ମନୁଷ୍ୟମାନଙ୍କର ଚରିତ୍ର ବହୁତ ଖରାପ। ତେବେ ଚରିତ୍ରକୁ ସୁଧାରିବା ପାଇଁ ନିଶ୍ଚିତ କୌଣସି ବିଭାଗ ରହିବ। ସ୍କୁଲରେ ମଧ୍ୟ ଛାତ୍ରମାନଙ୍କର ରେଜିଷ୍ଟରରୁ ତାଙ୍କ ଚରିତ୍ର ବିଷୟରେ ଜଣାପଡ଼ିଯାଏ। ସେଥିପାଇଁ ବାବା ମଧ୍ୟ ରେଜିଷ୍ଟର ରଖାଇଥିଲେ। ସମସ୍ତେ ନିଜର ରେଜିଷ୍ଟର ରଖ। ନିଜର ଚରିତ୍ରକୁ ଦେଖିବାକୁ ହେବ ଯେ ଆମେ କୌଣସି ଭୁଲ କରୁନାହୁଁ ତ। ପ୍ରଥମ କଥା ହେଉଛି ବାବାଙ୍କୁ ସ୍ମରଣ କରିବାକୁ ହେବ। ତା ଦ୍ୱାରା ହିଁ ତୁମର ଚରିତ୍ର ସୁଧୁରିବ। ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା ହିଁ ଦୀର୍ଘାୟୁ ହୋଇଥାନ୍ତି। ଏହା ହେଉଛି ଜ୍ଞାନ ରତ୍ନ। ଯୋଗକୁ ରତ୍ନ କୁହାଯାଏ ନାହିଁ। ଯୋଗ ଦ୍ୱାରା ହିଁ ତୁମର ଚରିତ୍ର ସୁଧୁରିଥାଏ। ଏହି 84 ଜନ୍ମର ଚକ୍ର ସମ୍ବନ୍ଧରେ ତୁମମାନଙ୍କ ବ୍ୟତୀତ ଆଉ କେହି ବି ବୁଝାଇ ପାରିବେ ନାହିଁ। ଏ ସମ୍ବନ୍ଧରେ ହିଁ ତୁମମାନଙ୍କୁ ବୁଝାଇବାକୁ ହେବ। ବିଷ୍ଣୁ ଏବଂ ବ୍ରହ୍ମା, ଶଙ୍କରଙ୍କର ତ ଚରିତ୍ର କୁହାଯିବ ନାହିଁ। ତୁମେମାନେ ଜାଣିଛ ବ୍ରହ୍ମା ଏବଂ ବିଷ୍ଣୁଙ୍କର ପରସ୍ପର ମଧ୍ୟରେ ସମ୍ପର୍କ କ'ଣ? ବିଷ୍ଣୁଙ୍କର ଯୁଗଳ ରୂପ ହେଉଛି ଲକ୍ଷ୍ମୀ ନାରାୟଣ। ସେମାନେ ପୁଣି 84 ଜନ୍ମ ନେଉଛନ୍ତି। 84 ଜନ୍ମ ଭିତରେ ସେ ନିଜେ ପୂଜ୍ୟ ଏବଂ ନିଜେ ହିଁ ପୂଜାରୀ ହେଉଛନ୍ତି। ପ୍ରଜାପିତା ବ୍ରହ୍ମା ମଧ୍ୟ ନିଶ୍ଚିତ ଏହିଠାରେ ହିଁ ଦରକାର। ବାବାଙ୍କୁ ସାଧାରଣ ଶରୀର ଦରକାର। ଏଇଥିରେ ହିଁ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ବ୍ରହ୍ମା ତ ହେଉଛନ୍ତି ପତିତ ପାବନ ବାବାଙ୍କର ରଥ। କହୁଛନ୍ତି ମଧ୍ୟ, ଦୂର ଦେଶ କା ରହନେ ବାଲା ଆୟା ଦେଶ ପରାଏ। ପବିତ୍ର ଦୁନିଆର ସ୍ଥାପନକର୍ତ୍ତା ପତିତ ପାବନ ବାବା ପତିତ ଦୁନିଆକୁ ଆସିଛନ୍ତି। ଏହି ପତିତ ଦୁନିଆରେ କେହି ଜଣେ ହେଲେ ପବିତ୍ର ରହିପାରିବେ ନାହିଁ। ଏବେ ତୁମେ ପିଲାମାନେ ବୁଝିପାରୁଛ ଯେ ଆମେ 84 ଜନ୍ମ କିପରି ନେଉଛୁ। କେହି ତ ନେଉଥିବେ ନା। ଯେଉଁମାନେ ପ୍ରଥମେ ପ୍ରଥମେ ଆସୁଥିବେ, ସେହିମାନେ ହିଁ 84 ଜନ୍ମ ନେବେ। ସତ୍ୟ ଯୁଗରେ ଦେବୀ ଦେବତାମାନେ ହିଁ ଆସିଥାନ୍ତି। ମନୁଷ୍ୟମାନଙ୍କର ଟିକିଏ ହେଲେ ବି ବିଚାର ଆସୁନାହିଁ ଯେ 84 ଜନ୍ମ କିଏ ନେବେ। ଏସବୁ ବୁଦ୍ଧିର କଥା। ପୁନର୍ଜନ୍ମକୁ ତ ସମସ୍ତେ ମାନୁଛନ୍ତି। ମନୁଷ୍ୟ 84 ପୁନର୍ଜନ୍ମ ନେଉଛି। ଏହାକୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ହେବ। 84 ଜନ୍ମ ତ ସମସ୍ତେ ନେବେ ନାହିଁ। ଏକା ସମୟରେ କ'ଣ ସମସ୍ତେ ଆସିବେ ଏବଂ ଶରୀର ଛାଡ଼ିବେ?
ଭଗବାନ ବାଚ ମଧ୍ୟ ରହିଛି। ତୁମେ ନିଜର ଜନ୍ମକୁ ଜାଣିନାହଁ, ସେଥିପାଇଁ ଭଗବାନ ନିଜେ ଆସି ବୁଝାଉଛନ୍ତି। ତୁମେ ଆତ୍ମା ମାନେ 84 ଜନ୍ମ ନେଉଛ। ଏହି 84 ଜନ୍ମର କାହାଣୀ ବାବା ବସି ପିଲାମାନଙ୍କୁ ତୁମକୁ ଶୁଣାଉଛନ୍ତି। ଏହା ମଧ୍ୟ ଏକ ପାଠ ପଢ଼ା। 84 ଜନ୍ମର ଚକ୍ରକୁ ଜାଣିବା ତ ବହୁତ ସହଜ। ଅନ୍ୟ ଧର୍ମାବଲମ୍ବୀମାନେ ଏହି କଥାକୁ ବୁଝିବେ ନାହିଁ। ତୁମମାନଙ୍କ ଭିତରେ ମଧ୍ୟ ସମସ୍ତେ 84 ଜନ୍ମ ନେଉନାହାନ୍ତି। ଯଦି ସମସ୍ତଙ୍କର 84 ଜନ୍ମ ହେବ, ତେବେ ସମସ୍ତେ ଏକତ୍ର ଆସିଯିବେ। ଏପରି ମଧ୍ୟ ହେଉନାହିଁ। ସମସ୍ତର ଆଧାର ହେଲା ପାଠପଢ଼ା ଏବଂ ଯୋଗ ଉପରେ ରହିଛି। ଏଥିରୁ ମଧ୍ୟ ପ୍ରଥମ ନମ୍ବର ହେଉଛି ଯୋଗ। କଷ୍ଟ ବିଷୟବସ୍ତୁ ଉପରେ ଅଧିକ ନମ୍ବର ମିଳିଥାଏ। ଏହାର ପ୍ରଭାବ ମଧ୍ୟ ରହିଥାଏ। ଉତ୍ତମ, ମଧ୍ୟମ, କନିଷ୍ଠ ବିଷୟ ରହିଥାଏ ନା। ତା ଭିତରେ ଦୁଇଟି ହେଉଛି ମୁଖ୍ୟ। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇଯିବ ଏବଂ ବିଜୟ ମାଳାରେ ଗୁନ୍ଥା ହେବ। ଏହା ହିଁ ହେଉଛି ରେସ୍ ଅର୍ଥାତ୍ ପ୍ରତିଯୋଗିତା। ପ୍ରଥମେ ତ ନିଜକୁ ଦେଖିବାକୁ ହେବ ଯେ ମୁଁ କେଉଁ ପର୍ଯ୍ୟନ୍ତ ଧାରଣା କରୁଛି, କେତେ ଯୋଗଯୁକ୍ତ ହୋଇ ରହୁଛି, ମୋର ଚରିତ୍ର କିପରି। ଯଦି ମୋ ପାଖରେ କାନ୍ଦିବାର ଅଭ୍ୟାସ ରହିଛି, ତେବେ ଅନ୍ୟକୁ କିପରି ଖୁସମିଜାଜ କରିପାରିବି। ବାବା କହୁଛନ୍ତି, ଯିଏ କାନ୍ଦେ ସିଏ ହରାଏ। ତେଣୁ କିଛି ବି ହୋଇଯାଉ, କିନ୍ତୁ କାନ୍ଦିବାର ନାହିଁ। ରୋଗ ସମୟରେ ମଧ୍ୟ ଖୁସିରେ ଏତିକି ତ କହିପାରିବ ଯେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ରୋଗ ସମୟରେ ହିଁ ଅବସ୍ଥାର ପରୀକ୍ଷା ହୋଇଥାଏ। ଯନ୍ତ୍ରଣା ସମୟରେ ମଧ୍ୟ ଯଦି ସାମାନ୍ୟ ବ୍ୟଥାଜନିତ ଶବ୍ଦ ବାହାରୁଥିବ, ତଥାପି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରିବାକୁ ହେବ। ବାବା ସନ୍ଦେଶ ଦେଇଛନ୍ତି ଯେ ଏକମାତ୍ର ଶିବ ବାବା ହିଁ ପେଗେମ୍ବର ମେସେଞ୍ଜର ଅଟନ୍ତି, ଆଉ କେହି ନୁହନ୍ତି। ବାକି ଯାହା ବି ଶୁଣାଉଛନ୍ତି ସେସବୁ ହେଲା ଭକ୍ତି ମାର୍ଗର କଥା। ଏହି ଦୁନିଆର ସବୁ ଜିନିଷ ବିନାଶୀ ଅଟେ। ଏବେ ତୁମମାନଙ୍କୁ ବାବା ସେଠାକୁ ନେଇଯାଉଛନ୍ତି ଯେଉଁଠି କୌଣସି ଭଙ୍ଗାରୁଜା ଜିନିଷ ନାହିଁ। ସେଠାରେ ଏପରି ଭଲ ଜିନିଷ ହେବ ଯେ ଭାଙ୍ଗିବାର ନାମ ମଧ୍ୟ ରହିବ ନାହିଁ। ଏଠାରେ ବିଜ୍ଞାନ ଦ୍ୱାରା କେତେ ଜିନିଷ ତିଆରି ହେଉଛି, ସେଠାରେ ମଧ୍ୟ ନିଶ୍ଚିତ ବିଜ୍ଞାନ ରହିବ, କାହିଁକି ନା ତୁମ ପାଇଁ ବହୁତ ସୁଖ ଦରକାର। ବାବା କହୁଛନ୍ତି, ତୁମ ପିଲାମାନଙ୍କୁ କିଛି ବି ଜଣା ନଥିଲା। ଭକ୍ତି ମାର୍ଗ କେବେ ଆରମ୍ଭ ହେଲା, ତୁମେ କେତେ ଦୁଃଖ ଦେଖିଛ, ଏସବୁ କଥା ତୁମମାନଙ୍କ ବୁଦ୍ଧିରେ ଅଛି। ଦେବତାମାନଙ୍କୁ କୁହାଯାଉଛି ସର୍ବଗୁଣ ସମ୍ପନ୍ନ। ପୁଣି ସେହି କଳା କେମିତି କମ୍ ହୋଇଗଲା? ଏବେ ତ କୌଣସି କଳା ନାହିଁ। ଚନ୍ଦ୍ରମାର ମଧ୍ୟ ଧୀରେ ଧୀରେ କଳା କମ୍ ହୋଇଥାଏ ନା। ତୁମେମାନେ ଜାଣିଛ ଯେ ଏହି ଦୁନିଆ ପ୍ରଥମେ ନୂଆ ଥିଲା, ଯେଉଁଠି ପ୍ରତ୍ୟେକ ଜିନିଷ ସତ୍ୱପ୍ରଧାନ ଫାଷ୍ଟ କ୍ଲାସ୍ ଥିଲା। ତାହା ପୁଣି ପୁରୁଣା ହୋଇ କଳା କମ୍ ହୋଇଯାଉଛି। ଏହି ଲକ୍ଷ୍ମୀ ନାରାୟଣ ସର୍ବଗୁଣ ସମ୍ପନ୍ନ ଅଟନ୍ତି ନା। ଏବେ ବାବା ତୁମକୁ ସତ୍ୟ 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 ନାରାୟଣଙ୍କର କଥା ଶୁଣାଉଛନ୍ତି। ଏବେ ରାତ୍ରି ହୋଇଛି, ପୁଣି ଦିନ ହେବ। ତୁମେମାନେ ସମ୍ପୂର୍ଣ୍ଣ ହେଉଛ। ତେଣୁ ତୁମମାନଙ୍କ ପାଇଁ ସୃଷ୍ଟି ମଧ୍ୟ ସେହିପରି ଦରକାର। ପାଞ୍ଚ ତତ୍ତ୍ୱ ମଧ୍ୟ ସତ୍ୱ ପ୍ରଧାନ 16 କଳା ସମ୍ପନ୍ନ ହୋଇଯାଉଛି। ସେଥିପାଇଁ ତୁମର ଶରୀର ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇ ରହୁଛି, ସତ୍ୱ ପ୍ରଧାନ ହୋଇଯାଉଛି। ସାରା ଦୁନିଆ 16 କଳା ସମ୍ପୂର୍ଣ୍ଣ ହୋଇଯାଉଛି। ଏବେ ତ କୌଣସି କଳା ନାହିଁ। ଯିଏ ବି ବଡ଼ ବଡ଼ ଲୋକ ଅଥବା ମହାତ୍ମା ଆଦି ଅଛନ୍ତି, ବାବାଙ୍କ ଜ୍ଞାନ ତାଙ୍କ ଭାଗ୍ୟରେ ହିଁ ନାହିଁ। ତାଙ୍କର ନିଜସ୍ୱ ଅହଙ୍କାର ରହିଛି। ବାସ୍ତବରେ ଏହା ଗରିବମାନଙ୍କର ଭାଗ୍ୟରେ ରହିଛି। କେହି କେହି କହୁଛନ୍ତି, ଏତେ ଶ୍ରେଷ୍ଠ ପିତା, ତାଙ୍କୁ ତ କୌଣସି ବଡ଼ ରାଜା ଅଥବା ପବିତ୍ର ଋଷି ଆଦିଙ୍କ ଶରୀରରେ ଆସିବା ଦରକାର। ସନ୍ନ୍ୟାସୀମାନେ ପବିତ୍ର ହୋଇଥାନ୍ତି। ତେବେ ବାବା ବୁଝାଉଛନ୍ତି, ମୁଁ କାହା ଶରୀରରେ ଆସୁଛି? ଯିଏ ପୁରା 84 ଜନ୍ମ ନେଉଛନ୍ତି, ମୁଁ ତାଙ୍କ ଶରୀରରେ ଆସୁଛି ଏବଂ ନିର୍ଦ୍ଦିଷ୍ଟ ସମୟରେ ଆସୁଛି। ଗୋଟିଏ ଦିନ ମଧ୍ୟ କମ୍ ବେଶୀ ହୋଇପାରିବ ନାହିଁ। ଶ୍ରୀକୃଷ୍ଣ ଜନ୍ମରୁ ହିଁ 16 କଳା ସମ୍ପୂର୍ଣ୍ଣ ଅଟନ୍ତି। ପୁଣି ସତ୍ୱ ରଜୋ ତମୋ ଅବସ୍ଥାରେ ଆସୁଛନ୍ତି।
ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ଵ ପ୍ରଧାନ, ପୁଣି ସତ୍ଵ ରଜୋ ତମୋ ଅବସ୍ଥାକୁ ଆସୁଛି। ସତ୍ୟ ଯୁଗରେ ମଧ୍ୟ ଏହିପରି ହୁଏ। ଛୋଟ ପିଲା ସତ୍ଵ ପ୍ରଧାନ ହେବ, ପୁଣି ବଡ଼ ହେଲେ କହିବ ଏବେ ମୁଁ ଏହି ଶରୀର ଛାଡ଼ି ସତ୍ଵ ପ୍ରଧାନ ପିଲା ହେବି। କିନ୍ତୁ ତୁମର ଏତେ ନିଶା ନାହିଁ, ତୁମମାନଙ୍କୁ ଖୁସିର ନିଶା ଚଢ଼ୁନାହିଁ। ଯିଏ ଭଲ ମେହନତ କରୁଛନ୍ତି ସେମାନଙ୍କୁ ଖୁସିର ନିଶା ଚଢ଼ୁଛି, ଚେହେରା ମଧ୍ୟ ହର୍ଷିତ ମୁଖ ରହୁଛି। ଆଗକୁ ଗଲେ ତୁମମାନଙ୍କୁ ଏସବୁର ସାକ୍ଷାତକାର ହେବ। ଯେପରି ଘରର ଯେତେ ନିକଟବର୍ତ୍ତୀ ହେବେ ସେତେ ଘରଦ୍ୱାର ମନେ ପଡ଼ିଥାଏ, ଏହା ମଧ୍ୟ ସେହିପରି ଅଟେ। ପୁରୁଷାର୍ଥ କରି କରି ତୁମର ପ୍ରାରବ୍ଧ ଯେତେବେଳେ ନିକଟତର ହେବ ସେତେବେଳେ ସାକ୍ଷାତକାର ହେବ। ବହୁତ ଖୁସିରେ ରହିବ। ଯିଏ ଫେଲ୍ ହେବେ ସେ ଲଜ୍ଜାରେ ବୁଡ଼ି ମରିବେ। ତୁମମାନଙ୍କୁ ବାବା ସବୁ କହି ଦେଉଛନ୍ତି, ପୁଣି ବହୁତ ପଶ୍ଚାତାପ କରିବାକୁ ପଡ଼ିବ। ନିଜ ଭବିଷ୍ୟତର ସାକ୍ଷାତକାର କରିବ। ଆମେ କ'ଣ ହେବୁ? ବାବା ସବୁ ଦେଖାଇବେ। ଏହିସବୁ ବିକର୍ମ ଆଦି କରିଛ, ଭଲ ଭାବରେ ପାଠ ପଢ଼ିନାହଁ, ବିଶ୍ୱାସଘାତକତା କରିଛ, ସେଥିପାଇଁ ଏହି ଦଣ୍ଡ ମିଳୁଛି। ସବୁର ସାକ୍ଷାତକାର ହେବ। ବିନା ସାକ୍ଷାତକାରରେ ଦଣ୍ଡ କିପରି ଦେବେ? କୋର୍ଟରେ ମଧ୍ୟ କହିଥାନ୍ତି ତୁମେ ଏସବୁ କରିଛ, ଯାହାର ଦଣ୍ଡ ଏହା ଅଟେ। କର୍ମାତୀତ ଅବସ୍ଥା ହେବା ପର୍ଯ୍ୟନ୍ତ କିଛି ନା କିଛି ନିଶାନୀ ଅର୍ଥାତ୍ ଛାପ ରହିବ। ଆତ୍ମା ପବିତ୍ର ହୋଇଗଲେ ପୁଣି ଏହି ଶରୀରକୁ ଛାଡ଼ିବାକୁ ପଡ଼ିବ, ଏଠାରେ ରହିପାରିବ ନାହିଁ। ସେହି ଅବସ୍ଥା ତୁମକୁ ଧାରଣ କରିବାକୁ ହେବ। ଏବେ ତୁମେ ଘରକୁ ଫେରିଯାଇ ପୁଣି ନୂଆ ଦୁନିଆକୁ ଆସିବା ପାଇଁ ପ୍ରସ୍ତୁତି କରୁଛ। ତୁମର ପୁରୁଷାର୍ଥ ହେଉଛି ଯେ ଆମେ ଜଲ୍ଦି ଜଲ୍ଦି ଯିବୁ, ପୁଣି ଜଲ୍ଦି ଜଲ୍ଦି ଆସିବୁ। ଯେପରି ପିଲାମାନଙ୍କୁ ଖେଳରେ ଦୌଡ଼ାଇଥାନ୍ତି ନା, ଲକ୍ଷ୍ୟସ୍ଥଳକୁ ଯାଇ ପୁଣି ଫେରି ଆସିଥାନ୍ତି, ତୁମକୁ ମଧ୍ୟ ଜଲ୍ଦି ଜଲ୍ଦି ଯିବାକୁ ହେବ। ପୁଣି ପ୍ରଥମ ନମ୍ବରରେ ନୂଆ ଦୁନିଆକୁ ଆସିବାକୁ ହେବ। ତେଣୁ ଏହା ହେଉଛି ତୁମର ରେସ୍। ସ୍କୁଲରେ ମଧ୍ୟ ପ୍ରତିଯୋଗିତା କରାଇଥାନ୍ତି ନା, ଏହା ତୁମର ପ୍ରବୃତ୍ତି ମାର୍ଗ। ତୁମମାନଙ୍କର ପ୍ରଥମେ ପବିତ୍ର ଗୃହସ୍ଥ ଧର୍ମ ଥିଲା, ଏବେ ବିକାରୀ ହୋଇଯାଇଛି, ପୁଣି ନିର୍ବିକାରୀ ଦୁନିଆ ହେବ। ଯଦି ଏହି କଥାକୁ ବି ତୁମେମାନେ ସ୍ମରଣ କରିବ ତେବେ ମଧ୍ୟ ବହୁତ ଖୁସିରେ ରହିବ। ଆମେ ହିଁ ରାଜ୍ୟ ନେଇ ପୁଣି ହରାଉଛେ। ହିରୋ ହିରୋଇନ୍ ବୋଲି କହିଥାନ୍ତି ନା, ହୀରା ତୁଲ୍ୟ ଜନ୍ମ ନେଇ ପୁଣି କଉଡ଼ି ତୁଲ୍ୟ ଜନ୍ମରେ ଆସୁଛ। ଏବେ ବାବା କହୁଛନ୍ତି ତୁମେ କଉଡ଼ି ପଛରେ ସମୟ ନଷ୍ଟ କର ନାହିଁ। ଇଏ କହୁଛନ୍ତି ମୁଁ ମଧ୍ୟ ସମୟ ନଷ୍ଟ କରୁଥିଲି, ତେଣୁ ମୋତେ ମଧ୍ୟ କହିଲେ ଏବେ ତୁମେ ମୋର ହୋଇ ଏହି ଆତ୍ମିକ ଧନ୍ଦା କର। ତେଣୁ ତୁରନ୍ତ ସବୁ କିଛି ଛାଡ଼ିଦେଲି। ପଇସାକୁ ଫୋପାଡ଼ି ତ ଦେବି ନାହିଁ, ପଇସା ତ କାମରେ ଆସିଥାଏ। ପଇସା ବିନା ଘର ଆଦି ମିଳିପାରିବ ନାହିଁ। ଆଗକୁ ଗଲେ ବଡ଼ ବଡ଼ ଧନବାନମାନେ ଆସିବେ, ତୁମକୁ ସହଯୋଗ ଦେବେ। ଦିନେ ତୁମକୁ ବଡ଼ ବଡ଼ କଲେଜ ବିଶ୍ୱବିଦ୍ୟାଳୟରେ ଯାଇ ଭାଷଣ କରିବାକୁ ହେବ। ଏହି ସୃଷ୍ଟିର ଚକ୍ର କିପରି ଘୁରୁଛି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇତିହାସର ପୁନରାବୃତ୍ତି ହେଉଛି। ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ସୃଷ୍ଟିର ଇତିହାସ ଭୂଗୋଳ ଆମେ କହିପାରିବୁ। ଚରିତ୍ର ଉପରେ ତୁମେ ବହୁତ ବୁଝାଇ ପାରିବ। ଏହି ଲକ୍ଷ୍ମୀ ନାରାୟଣଙ୍କର ମହିମା କର। ଭାରତ କେତେ ପବିତ୍ର ଥିଲା, ଦୈବୀ ଚରିତ୍ର ଥିଲା, ଏବେ ତ ବିକାରୀ ଚରିତ୍ର ହୋଇଯାଇଛି। ତେବେ ନିଶ୍ଚୟ ଏହି ଚକ୍ରର ପୁଣି ପୁନରାବୃତ୍ତି ତ ହେବ। ଆମେ ସାରା ବିଶ୍ୱର ଇତିହାସ ଭୂଗୋଳ ଶୁଣାଇ ପାରିବୁ। ଭଲ ବୁଦ୍ଧିମାନେ ଯେଉଁମାନେ ଅଛନ୍ତି ସେହିମାନେ ହିଁ ସେଠାକୁ ଯିବା ଦରକାର। ଯେପରି ଥିଓସୋଫିକାଲ ସୋସାଇଟି ଭାତୃଭାବ ତଥା ଧର୍ମମାନଙ୍କର ତୁଳନାତ୍ମକ ବିଚାର ରଖୁଥିବା ଏକ ସଂଗଠନ ରହିଛି, ସେଠାରେ ତୁମେମାନେ ଭାଷଣ କର। କୃଷ୍ଣ ତ ଦେବତା ଥିଲେ, ଯିଏକି ସତ୍ୟଯୁଗର ରାଜକୁମାର ଥିଲେ। ପ୍ରଥମେ ଶ୍ରୀକୃଷ୍ଣ, ଯିଏକି ପୁଣି ନାରାୟଣ ହେଉଛନ୍ତି। ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କର 84 ଜନ୍ମର କାହାଣୀ ଶୁଣାଇବୁ, ଯାହା ଆଉ କେହି ଶୁଣାଇ ପାରିବେ ନାହିଁ। ଏହି ବିଷୟ କେତେ ବଡ଼ ଅଟେ, ହୁସିଆରମାନେ ହିଁ ଭାଷଣ କରିବା ଦରକାର। ଏବେ ତୁମମାନଙ୍କ ମନରେ ଆସୁଛି ଆମେ ବିଶ୍ୱର ମାଲିକ ହେବୁ, ତେବେ କେତେ ଖୁସି ହେବା ଦରକାର। ଭିତରେ ଭିତରେ ଏହି ମନ୍ତ୍ର ଜପ କରୁଥାଅ, ତେବେ ତୁମକୁ ଏହି ଦୁନିଆର କୌଣସି ଆକର୍ଷଣ ଆକର୍ଷିତ କରିପାରିବ ନାହିଁ। ତୁମେ ଏଠାକୁ ଆସିଛ ପରମ ପିତା ପରମାତ୍ମାଙ୍କ ଦ୍ୱାରା ବିଶ୍ୱର ମାଲିକ ହେବା ପାଇଁ। ବିଶ୍ୱ ଏହି ଦୁନିଆକୁ କୁହାଯାଉଛି।
ବ୍ରହ୍ମଲୋକ ଅଥବା ସୂକ୍ଷ୍ମ ଲୋକକୁ ବିଶ୍ୱ କୁହାଯିବ ନାହିଁ। ବାବା କହୁଛନ୍ତି ମୁଁ ବିଶ୍ୱର ମାଲିକ ହେଉନାହିଁ, ଏହି ବିଶ୍ୱର ମାଲିକ ତୁମମାନଙ୍କୁ କରୁଛି। ଏହା କେତେ ରହସ୍ୟଯୁକ୍ତ ଅଟେ। ତୁମକୁ ବିଶ୍ୱର ମାଲିକ କରୁଛି, ପୁଣି ତୁମେ ମାୟାର ଦାସ ହୋଇଯାଉଛ। ଏଠାରେ ସମ୍ମୁଖରେ ଯୋଗରେ ବସାଇବା ବେଳେ ମଧ୍ୟ ସ୍ମରଣ କରାଇ ଦେବାକୁ ହେବ। ଆତ୍ମ ଅଭିମାନୀ ହୋଇ ବସି ବାବାଙ୍କୁ ମନେ ପକାଅ। 5 ମିନିଟ୍ ପରେ ପୁଣି କୁହ, ତୁମର ଯୋଗର ପ୍ରୋଗ୍ରାମ ଚାଲୁଛି ନା? ବହୁତଙ୍କର ବୁଦ୍ଧି ବାହାରକୁ ଚାଲି ଯାଉଛି, ସେଥିପାଇଁ 5-10 ମିନିଟ୍ ପରେ ପୁଣି ସାବଧାନ କରିବା ଦରକାର। ନିଜକୁ ଆତ୍ମା ଭାବି ବସିଛ, ବାବାଙ୍କୁ ସ୍ମରଣ କରୁଛ, ତେବେ ନିଜର ମଧ୍ୟ ଧ୍ୟାନ ରହିବ। ବାବା ଏହିସବୁ ଯୁକ୍ତି ବତାଉଛନ୍ତି। ଘଡ଼ି ଘଡ଼ି ନିଜକୁ ସାବଧାନ କର। ନିଜକୁ ଆତ୍ମା ଭାବି ଶିବ ବାବାଙ୍କ ସ୍ମୃତିରେ ବସିଛ। ତେଣୁ ଯାହାର ବୁଦ୍ଧି ଯୋଗ ଏଣେ ତେଣେ ଘୁରି ବୁଲୁଥିବ, ତାହା ସ୍ଥିର ହୋଇଯିବ। ଘଡ଼ି ଘଡ଼ି ନିଜକୁ ଏହି ସ୍ମୃତି ଦେବା ଦରକାର। ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେମାନେ ସେ ପାରିକୁ ଚାଲିଯିବ। ଗାୟନ ମଧ୍ୟ କରନ୍ତି, ହେ ନାଉରିଆ, ନାକୁ ମୋର ପାରି କରିଦିଅ। କିନ୍ତୁ ଏହାର ଅର୍ଥକୁ ଜାଣିନାହାନ୍ତି। ମୁକ୍ତିଧାମକୁ ଯିବା ପାଇଁ ଅଧା କଳ୍ପ ଭକ୍ତି କରିଛ। ଏବେ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେମାନେ ମୁକ୍ତିଧାମକୁ ଚାଲିଯିବ। ତୁମେମାନେ ଏଠାକୁ ଆସିଛ ପାପ ଭସ୍ମ କରିବା ପାଇଁ, ତେଣୁ କୌଣସି ପାପ କରିବାର ନାହିଁ, ନଚେତ୍ ପୁଣି ପାପ ରହିଯିବ। ଏହା ହେଲା ପ୍ରଥମ ନମ୍ବରର ପୁରୁଷାର୍ଥ। ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଏହିପରି ନିଜକୁ ସାବଧାନ କରିଲେ ନିଜର ମଧ୍ୟ ଧ୍ୟାନ ରହିବ। ନିଜକୁ ସାବଧାନ କରିବାକୁ ପଡ଼ିବ। ନିଜେ ଯୋଗରେ ବସିଲେ ଅନ୍ୟମାନଙ୍କୁ ମଧ୍ୟ ବସାଇ ପାରିବ। ଆମେ ଆତ୍ମା ନିଜ ଘରକୁ ଯାଉଛୁ, ପୁଣି ଆସି ରାଜତ୍ୱ କରିବୁ। ନିଜକୁ ଶରୀର ଭାବିବା ଏହା ମଧ୍ୟ ଏକ କଡ଼ା ରୋଗ। ସେଥିପାଇଁ ସମସ୍ତେ ରସା ତଳକୁ ଚାଲି ଯାଇଛନ୍ତି। ସେମାନଙ୍କୁ ପୁଣି ଉଦ୍ଧାର କରିବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ 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 ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ନିଜର ସମୟକୁ ଆତ୍ମିକ ଧନ୍ଦାରେ ଅର୍ଥାତ୍ ସେବା କରିବାରେ ସଫଳ କରିବାକୁ ହେବ। ଜୀବନକୁ ହୀରାତୁଲ୍ୟ କରିବାକୁ ହେବ। ନିଜକୁ ସର୍ବଦା ସାବଧାନ ରଖିବାକୁ ହେବ। ନିଜକୁ ଶରୀର ଭାବିବାର କଡ଼ା ବେମାରୀରୁ ରକ୍ଷା ପାଇବାର ପୁରୁଷାର୍ଥ କରିବାକୁ ହେବ। ନିଜର ସମୟକୁ ଆତ୍ମିକ ଧନ୍ଦାରେ ଅର୍ଥାତ୍ ସେବା କରିବାରେ ସଫଳ କରିବାକୁ ହେବ। ଜୀବନକୁ ହୀରାତୁଲ୍ୟ କରିବାକୁ ହେବ। ନିଜକୁ ସର୍ବଦା ସାବଧାନ ରଖିବାକୁ ହେବ। ନିଜକୁ ଶରୀର ଭାବିବାର କଡ଼ା ବେମାରୀରୁ ରକ୍ଷା ପାଇବାର ପୁରୁଷାର୍ଥ କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, କେବେ ବି ମାୟାର ଦାସ ହେବାର ନାହିଁ। ଭିତରେ ଭିତରେ ଜପ କରିବାକୁ ହେବ ଯେ ମୁଁ ଆତ୍ମା, ମୁଁ ଆତ୍ମା। ସର୍ବଦା ଖୁସି ରହିଥାଉ ଯେ ମୁଁ ଭିକାରୀରୁ ରାଜକୁମାର ହେଉଛି। କେବେ ବି ମାୟାର ଦାସ ହେବାର ନାହିଁ। ଭିତରେ ଭିତରେ ଜପ କରିବାକୁ ହେବ ଯେ ମୁଁ ଆତ୍ମା, ମୁଁ ଆତ୍ମା। ସର୍ବଦା ଖୁସି ରହିଥାଉ ଯେ ମୁଁ ଭିକାରୀରୁ ରାଜକୁମାର ହେଉଛି। ବରଦାନ, ଗହନ ଅନୁଭବର ପ୍ରୟୋଗଶାଳାରେ ରହି ନୂଆ ନୂଆ ଅନୁସନ୍ଧାନ କରୁଥିବା ଅନ୍ତର୍ମୁଖୀ ଭବ। ଗହନ ଅନୁଭବର ପ୍ରୟୋଗଶାଳାରେ ରହି ନୂଆ ନୂଆ ଅନୁସନ୍ଧାନ କରୁଥିବା ଅନ୍ତର୍ମୁଖୀ ଭବ। ଯେତେବେଳେ ନିଜ ଭିତରେ ପ୍ରଥମେ ସବୁ ପ୍ରକାରର ଅନୁଭବ ପ୍ରତ୍ୟକ୍ଷ ହୋଇଯିବ, ସେତେବେଳେ ହିଁ ବାବାଙ୍କର ପ୍ରତ୍ୟକ୍ଷତା ହେବ। ଏଥିପାଇଁ ଅନ୍ତର୍ମୁଖୀ ହୋଇ ଯୋଗର ଯାତ୍ରାର ଅଥବା ସର୍ବପ୍ରାପ୍ତିର ଗହନ ଅନୁଭୂତିରେ ରହି ଅନୁସନ୍ଧାନ କର। ପ୍ରଥମେ ସଂକଳ୍ପ ଧାରଣ କର, ତାପରେ ତାର ପରିଣାମକୁ ବା ସିଦ୍ଧିକୁ ଦେଖ ଯେ ମୁଁ ଯେଉଁ ସଂକଳ୍ପ କରିଥିଲି ସେଥିରେ ସିଦ୍ଧିପ୍ରାପ୍ତ ହେଲା ନା ନାହିଁ। ଏଭଳି ଗହନ ଅନୁଭୂତିର ପ୍ରୟୋଗଶାଳାରେ ରୁହ, ଯାହାକି ସମସ୍ତଙ୍କୁ କୌଣସି ବିଶେଷ ଲଗନରେ ମଗନ ରହୁଥିବାର ବା ଏହି ସଂସାରଠାରୁ ଉପରାମ ରହୁଥିବାର
ଅନୁଭବ ହେଉଥିବ। ଏଥିପାଇଁ କର୍ମ କରିବା ସମୟରେ ଯୋଗର ଶକ୍ତିଶାଳୀ ସ୍ଥିତିରେ ରହିବାର ଅଭ୍ୟାସକୁ ବଢ଼ାଅ। ଯେପରି ବାଣୀରେ ଆସିବାର ଅଭ୍ୟାସ ହୋଇଯାଇଛି, ସେହିପରି ଆତ୍ମ ଅଭିମାନୀ ସ୍ଥିତିରେ ରହିବାର ଅଭ୍ୟାସ କର। ସ୍ଲୋଗାନ: ସନ୍ତୁଷ୍ଟତା ରୂପୀ ଆସନ ଉପରେ ବସି ପରିସ୍ଥିତି ଗୁଡ଼ିକର ଖେଳକୁ ଦେଖୁଥିବା ଆତ୍ମା ହିଁ ସନ୍ତୁଷ୍ଟ ମଣି ଅଟେ। ସନ୍ତୁଷ୍ଟତା ରୂପୀ ଆସନ ଉପରେ ବସି ପରିସ୍ଥିତି ଗୁଡ଼ିକର ଖେଳକୁ ଦେଖୁଥିବା ଆତ୍ମା ହିଁ ସନ୍ତୁଷ୍ଟ ମଣି ଅଟେ। ଅବ୍ୟକ୍ତ ଇସାରା: ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯେପରି ହଠ ଯୋଗୀମାନେ ନିଜର ଶ୍ୱାସକ୍ରିୟାକୁ ଯେତେ ସମୟ ଚାହିଁବେ ରୋକିପାରିବେ, ସେହିପରି ତୁମେ ସହଜ ଯୋଗୀ, ସ୍ୱତଃ ଯୋଗୀ, ସଦା ଯୋଗୀ, କର୍ମଯୋଗୀ, ଶ୍ରେଷ୍ଠ ଯୋଗୀ ଆତ୍ମାମାନେ ନିଜର ସଂକଳ୍ପକୁ, ଶ୍ୱାସକ୍ରିୟାକୁ ପ୍ରାଣେଶ୍ୱର ବାବାଙ୍କର ଜ୍ଞାନ ଆଧାରରେ ଯେଉଁ ସଂକଳ୍ପ, ଯେପରି ସଂକଳ୍ପ ଯେତେ ସମୟ ପର୍ଯ୍ୟନ୍ତ କରିବାକୁ ଚାହିଁବ, ସେତିକି ସମୟ ସେହି ସଂକଳ୍ପରେ ସ୍ଥିତ ହୋଇଯାଅ। ଏବେ ଏବେ ଶୁଦ୍ଧ ସଂକଳ୍ପରେ ରମଣ କର। ପୁଣି ଏବେ ଏବେ ଗୋଟିଏ ହିଁ ଲଗନ ଅର୍ଥାତ୍ ଏକମାତ୍ର ବାବାଙ୍କ ସହିତ ମିଳନ କରିବାର ଏକମାତ୍ର ଅଶରୀରୀ ସ୍ଥିତିର ଶୁଦ୍ଧ ସଂକଳ୍ପରେ ସ୍ଥିତ ହୋଇଯାଅ। ଓମ୍ ଶାନ୍ତି।